ଅନୁଗୁଳ ଡିଷ୍ଟ୍ରିକ୍ଟରେ ଯେନ୍ମାନେ ହୋମଗାର୍ଡ଼ଟା ଦେଇଥିଲେ ବୋଲେ 1200 ପିଲାର ଯେନ୍ଟାକି ରିଜେକ୍ଟ ହେଇଛେ ଫର୍ମଟା। ଆଉ ସେ ଫର୍ମଟା କାଁ କାରଣ ରିଜେକ୍ଟ ହେଇଛେ ସେ ବିଷୟରେ ଜାନ୍ମା। ସେଥିଲାଗି ଆମର ଚ୍ୟାନେଲ୍କେ ନୂଆ ଦେଖୁଛ ସବସ୍କ୍ରାଇବ୍ କର, ଭିଡ଼ିଓକେ ଲାଇକ୍ ସେୟାର କରିବା ନାଇଁ ଭୁଲ। ଯେନ୍ମାନେ ଅନୁଗୁଳ ଡିଷ୍ଟ୍ରିକ୍ଟର ହୋମଗାର୍ଡ଼ ଏକ୍ଜାମ୍ଟା ଦେଇଥିଲେ ବୋଲେ ନିଜର ଲିଷ୍ଟରେ ନାଁ ଅଛି କି ସେଟା ଚେକ୍ କରିପାରବ। ଭିଡ଼ିଓର ଡେସ୍କ୍ରିପ୍ସନ୍ରେ ଟେଲିଗ୍ରାମ ଲିଙ୍କଟା ଦେଇଦେମି, ସେନେକ୍ ଯାଇକରି ଏ PDF ଟା ଡାଉନଲୋଡ଼ କରି ଚେକ୍ କରିପାରବ। ଟେଲିଗ୍ରାମକେ ଜଏନ୍ କରି ପକ। ଆଉ ଇ ଲିଷ୍ଟରେ ଯାହାର ନାଁ ଅଛି ବୋଲେ ସେମାନଙ୍କରଟା ରିଜେକ୍ଟ ହେଇଯାଇଛେ ଫର୍ମଟା ଅନୁଗୁଳ ଡିଷ୍ଟ୍ରିକ୍ଟର ଯେନ୍ମାନେ ହୋମଗାର୍ଡ଼ ଦେଇଥିଲ। ଆଉ ରିଜେକ୍ଟର କାରଣଟା କାଣା ଦେଖ୍ମା ଇନେ ଦେଖିପାରୁଥିବ। ଇନେ ନାଁ ରହୁଛେ ପହଲା, ତାପରେ ରିଜେକ୍ଟ ରହୁଛେ, ତାପରେ ରିଜନ୍ ଫର୍ ରିଜେକ୍ଟ କେନ୍ କାରଣ ରିଜେକ୍ଟ ହେଇଛେ ଦେଖିପାରୁଥିବ। ବହୁତ ଲୋକର ଯେନ୍ଟାକି ରେସିଡେନ୍ସ ସାର୍ଟିଫିକେଟ୍ ଇନଭ୍ୟାଲିଡ୍ ବତଉଛେ। ବହୁତ ଲୋକ ଅନୁଗୁଳ ଡିଷ୍ଟ୍ରିକ୍ଟ ଯେନ୍ମାନେ ହୋମଗାର୍ଡ଼ ଏକ୍ଜାମ୍ ଦେଇଥିଲ ବୋଇଲେ ଏକ୍ସପାୟାର ହେଇଯାଇଛେ, ଯେନ୍ଟାକି ଭ୍ୟାଲିଡ୍ ରହେସି 3 ବର୍ଷ। ରେସିଡେନ୍ସ ସାର୍ଟିଫିକେଟ୍ 3 ବର୍ଷ ଭ୍ୟାଲିଡ୍ ରହେସି। 3 ବର୍ଷରୁ ଅଧିକା ଯାହାର୍ଟା ହେଇଛେ ବୋଲେ ସେମାନଙ୍କରଟା ରିଜେକ୍ଟ ହେଇଯାଇଛେ। ଆଉ ବହୁତ ଲୋକର ଯେନ୍ଟାକି ଇ ପ୍ରକାର ରିଜେକ୍ଟ ହେଇଛେ। ଆଉ କମ୍ ଲୋକର ଯେନ୍ଟାକି ଅଣ୍ଡର ଏଜ୍ରେ ଅଧା ଲୋକର ରିଜେକ୍ଟ ହେଇଯାଇଛେ। ବେଶୀ କରି ରହୁଛେ ଯେନ୍ଟାକି ରେସିଡେନ୍ସ ସାର୍ଟିଫିକେଟ୍ ଇଜ୍ ଇନଭ୍ୟାଲିଡ୍। ରେସିଡେନ୍ସ ସାର୍ଟିଫିକେଟ୍ ଲାଗି ବହୁତ ଲୋକର ଯେନ୍ଟାକି ରିଜେକ୍ଟ ହେଇଛେ। ଆଉ ଅଧା ଲୋକର ଯେନ୍ଟାକି नो सिग्नेचर ऑन सेल्फ डिक्लेरेशन रंग बाय डेट ऑफ बर्थ रंग रे भी रिजेक्ट ହେଇଛେ। ତା संगे संगे रेसिडेंट सर्टिफिकेट अटैच भी नहीं कर बहुत लोग। जहाँ जदि जेन मैंने अनुगुल डिस्ट्रिक्टर एग्जाम देथिलो जेनटा कि होमगार्ड इ PDF के चेक करि पारबो। इना निजर ना अच्छे कि नहीं ना रिजेक्ट लिस्ट रे। वीडियो डेस्क्रिप्शन रे जेनटा कि टेलीग्राम लिंक दी देमे सेने जगह जॉइन करि पकाओ। जॉइन कला पर PDF टा डाउनलोड करि पारबो। इ प्रकार सब देखि पारबो, जेनटा कि PDF रे सब देखि पारबो। वीडियो के शेयर करो, चैनल के सब्सक्राइब करटा नहीं भूलबो। हमर चैनल रे इ प्रकार अपडेट सब बेले मिलुथिबा।